ଆପଣମାନଙ୍କୁ ଆମ ଚ୍ୟାନେଲକୁ ପୁଣି ଥରେ ସ୍ୱାଗତ। ଯଦି ଆମ ଚ୍ୟାନେଲକୁ ଆପଣମାନେ ସବସ୍କ୍ରାଇବ୍ କରିନାହାନ୍ତି ଏବେ ସବସ୍କ୍ରାଇବ୍ କରିଦିଅନ୍ତୁ। ତାହେଲେ ଡେରି ନକରି ଚାଲନ୍ତୁ ଏବେ ଷ୍ଟାର୍ଟ କରିବା। ତ ହଁ ଦର୍ଶକ ବନ୍ଧୁ, ଆଜି ଏବେ ଆପଣମାନଙ୍କୁ ପୁଣି ଥରେ ଆରମ୍ଭ କରୁଛୁ ଆମ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ତ ଆଜି ଆମେ ଜାଣିବା ସୁନାନ୍ୟା ଏପିସୋଡ଼ରେ। ତ ହଁ ଦର୍ଶକ ବନ୍ଧୁ, ଓଡ଼ିଆ ଏପିସୋଡ଼ ସୁନେନା। ତ ହଁ ଦର୍ଶକ ବନ୍ଧୁ, ଆଜି ଏବେ ବୁଲବୁଲ ମଧ୍ୟ ରାଗି ଯାଇଛନ୍ତି। ଏବେ କହୁଛନ୍ତି ଏଇଟା କାହା ପ୍ଲାନ୍ ମୁଁ କିଛି ଜାଣିପାରୁନାହିଁ, କାହିଁକି ନା ଏସବୁ କ'ଣ ଦରକାର। ଏବେ ସୁନେନାକୁ ଏବେ ସମସ୍ତେ ଗାଲି ଦେଉଛନ୍ତି ଆଉ କହୁଛନ୍ତି ଏଇଟା ସୁନେନାର ଭୁଲ, ଆଉ ଜାଣିଶୁଣି ଏସବୁ ସୁନେନା। ତାପରେ ସେ କହିଲେ ଏଇ ଘରର ଆମ ବି ରୁମ୍ ଅଛି, ସେଇଥିପାଇଁ ଏଇଟା ସୁନେନା ସବୁ କରିଛି। କିନ୍ତୁ ସମସ୍ତେ ତାଙ୍କ ପରିବାର ଏବେ ସୁନେନାଙ୍କ ଉପରେ ନଜର ଲାଗିଛି। ତ ହଁ ଦର୍ଶକ ବନ୍ଧୁ, କ'ଣ ସୁନେନାଙ୍କ ହାତ ଏଥିରେ ଅଛି? ଏବେ ସୁନେନା କହୁଛନ୍ତି ମୁଁ ଏଥିରେ କିଛି ଜାଣିନାହିଁ, କିନ୍ତୁ ଏବେ ସୁନେନାଙ୍କୁ ସବୁ ଦୋଷ ଲଦି ଦେଇଛନ୍ତି। ଆଉ ଏତିକି ସମୟରେ ବିଏ କହୁଛନ୍ତି ବାସ୍ ବହୁତ ହେଇଗଲା, ଆଉ କେତେ, ତାଙ୍କୁ ଟିକେ ରେଷ୍ଟ କରିବାକୁ ଦିଅ, ତାଙ୍କୁ କିଛି ବସିବାକୁ ରେଷ୍ଟ କରିବାକୁ ଦିଅ। ଆଉ ତମେ କହୁଛ ତାଙ୍କୁ ସବୁ ଦୋଷ ଦେଉଛ। ଏଇଟା କାହା ପାଇଁ ପ୍ଲାନ୍ ହେଉଛି ଏସବୁ କ'ଣ ଜାଣିବା ନିହାତି ଦରକାର। ଆଉ ହଁ, ମୁଁ ଏସବୁ ତଲାସ ନିଜେ କରିବି। ହେଲେ ହଁ, ଏଇଟା କାହା ହାତ ସେଇଟା ମୁଁ ଭଲ ଭାବେ ଜାଣିଛି। ଆଉ ଏବେ ବୁଲବୁଲ ମଧ୍ୟ କହିଲେ ହଁ ସେଇଟା ଆଉ କିଏ ନୁହଁ, ଆଉ କେହି ବି ନୁହଁ, ସେଇଟା କାହା ହାତ ଏବେ ଜଣା ପଡ଼ିଯାଇଛି। ଆଉ ଏସବୁ ହାତ ହେଉଛି ଇଏ। ତାପରେ ସେ କହିଲେ ହଁ ସବୁ ଦୋଷ ତ ଆମର, ଏଇଟା ସୁନେନା ସବୁ ଜାଣିଶୁଣି କରିଛି, ସେଇଟା ମୁଁ ପ୍ରମାଣ କରିଦେବି। ତାପରେ ବିବେକ କହିଲେ ଠିକ୍ ଅଛି, ଯଦି ତମ ପ୍ରମାଣ ଅଛି ତାହେଲେ ମୁଁ ମାନିନେବି, ହେଲେ ଗୋଟିଏ କଥା ମନେ ରଖ, ଆଉ ଏତିକି ମୋ ପ୍ରମାଣ ସହ ମୁଁ ଦେଖେଇଦେବି ଯେ ଏଇଟା ସୁନେନାଙ୍କର କିଛି ଭୁଲ ନୁହଁ। ଆଉ ମୁଁ ବି ଚାହେଁ ସୁନେନା ଏଇଟା ଏମିତି କାମ କରି କେବେ ନଥିବ। ତାପରେ ଠିକ୍ ଅଛି,